ଗଛମୂଳେ ଘର ଘର ତ ନୁହେଁ ମୁଣ୍ଡ ଗେଞ୍ଜିବା ପାଇଁ ଚାଳଟିଏ। ସିମେଣ୍ଟ ଖୁଣ୍ଟି ସାଙ୍ଗକୁ ଝାଟି ମାଟିର କୁଡ଼ିଆ ଘରେ 5 ପ୍ରାଣୀ କୁଟୁମ୍ବ। ଚାଳ ଫୁଟିଯିବାରୁ ଜରିପାଲ ଭରସା ଏ ପରିବାରକୁ। ଏକ ପରିତ୍ୟକ୍ତ ଗାଡ଼ିଆ କୂଳେ ଚାଳ କୁଡ଼ିଆ। ସତରେ ଏଠି କ'ଣ ରହନ୍ତି ଲୋକେ? ସନ୍ଧ୍ୟା ହେଲେ ମଶା ସାପାଙ୍କ ଆଡ଼ା ପାଲଟେ ଏ ଘର ଅଗଣାରେ। ହଁ ଆଜ୍ଞା, ଘଟଣାଟି କେଉଁ ଉପାନ୍ତ ଅଞ୍ଚଳର ନୁହେଁ। ଏହା ଆମ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଚାହାପଡ଼ା ପଞ୍ଚାୟତ ଜହଳ ଗ୍ରାମର। ବ୍ଲକ ପ୍ରଶାସନ ନାକ ତଳେ ଏଭଳି ବିଚିତ୍ର ସମସ୍ୟାରେ ଲୋକେ ବସବାସ କରିବା ଚିନ୍ତାର ବିଷୟ। ବୃତ୍ତିରେ ଅଟୋ ଡ୍ରାଇଭର, ଘରେ 3ଟି ଝିଅ ସୁନ୍ଦରୀ, ସୋନାଲି, ଭାଗ୍ୟଲକ୍ଷ୍ମୀ ଓ ସ୍ତ୍ରୀ ଜୟନ୍ତୀକୁ ନେଇ ପରିବାର। ବାବୁଙ୍କ ଗାଡ଼ି ଚଳାଇ ମାସକୁ 7,000 ଟଙ୍କା ଦରମା ପାଆନ୍ତି ବଣୁଆ। ସେଥିରେ ଦୁଃଖ କଷ୍ଟେ ସଂସାର ଚାଲେ। ଭିଜୁଆଲ ମାଧ୍ୟମରେ ଦେଖିପାରୁଥିବେ ଦର୍ଶକ ବନ୍ଧୁ। ଘର ଭିତରେ ଏକ ବିରାଟ ଚାଖୁଣ୍ଡା ଗଛ ଓ ଗଛ ମୂଳେ ଚୁଲି। ରାନ୍ଧି ଖାଇବା ପାଇଁ ନାହିଁ ଜାଗା ଜଗତ। ଘରେ ବଣୁଆର ସ୍ତ୍ରୀ ଠାକୁର ରଖିଛନ୍ତି ଖଣ୍ଡେ କାଠପଟା ଉପରେ ଆଉ ଦିନ ରାତି ପ୍ରାର୍ଥନା କରନ୍ତି, ହେ ଠାକୁରେ, ଏ ଦୁଃଖ ଆଉ କେତେ ଦିନ? ହେଲେ ଦୈବ ଦୁଃଖ ଦେଇଛି ଏମିତିକି ତାଙ୍କର 9 ବର୍ଷର ବଡ଼ ଝିଅଟି ଜନ୍ମରୁ ଭିନ୍ନକ୍ଷମ। ନା ଆଖିକୁ ଠିକ୍ ଦେଖାଯାଉଛି, ନା ହାତ ଗୋଡ଼ କାମ କରୁଛି। ସବୁଠାରୁ ବଡ଼ କଥା, ବେକ ସିଧା କରି ଚାହିଁ ପାରୁନି ସୁନ୍ଦରୀ, ଯାହା ଫଳରେ ଆଧାର କାର୍ଡ ହୋଇପାରୁନି କି ଭିନ୍ନକ୍ଷମ ଭତ୍ତା ମିଳିପାରୁନି। ଏତିକିରେ ବଳି ପଡ଼ିନି ବଣୁଆର ଦରଦ। ଘର ଖଣ୍ଡେ ପାଇଁ କାହିଁ କେତେ ଆଡ଼େ କହି ସାରିଲେଣି, ହେଲେ ମିଳିପାରୁନି ବ୍ଲକ ପ୍ରଶାସନ ପାଖରୁ ବାସଗୃହ ଖଣ୍ଡେ କି ଭିନ୍ନକ୍ଷମ ଭତ୍ତାଟିଏ। ମିଳିବ ବା କେମିତି? ଗାଁ କୁଜିନେତା ରାଜନୀତି ଯୋଗୁଁ ଅଲଡ଼ା ହୋଇ ପଡ଼ିଛି ବଣୁଆର ସମସ୍ୟା। ପ୍ରଧାନମନ୍ତ୍ରୀ ଆବାସ ମିଳିବ ବା କେମିତି? 2006 ମସିହାରେ 22,000 ଇନ୍ଦିରା ଆବାସ ବଣୁଆ ବାପାଙ୍କ ନାମରେ ଖଣ୍ଡେ ଆଲର୍ଟ ହୋଇଥିଲା ସତ, ହେଲେ ଟଙ୍କା 4,000 ପାଇଁ ଥିବାବେଳେ ଆଉ ମିଳିନଥିଲା ବାକିତକ ଟଙ୍କା। ଯେହେତୁ ତାଙ୍କ ପରିବାର ଆଉ ପାଇପାରୁନାହାନ୍ତି ଆବାସ ଯୋଜନା। ବାପା ମରିବାର 10 ବର୍ଷ ହୋଇଗଲାଣି, ହେଲେ ନା ହୋଇପାରୁଛି ନୂତନୀକରଣ, ନା ମିଳୁଛି ଆବାସ। ୟା ଭିତରେ ବିତିଗଲାଣି ପ୍ରାୟ 18-19 ବର୍ଷ, ହେଲେ ହେଇପାରୁନି ଆବାସ ନିୟମର ନୂତନୀକରଣ। ଘର ହେଉଛି ଜଳ ଚାପଡ଼ା ପଞ୍ଚାୟତ 2 ନମ୍ବର ୱାର୍ଡ। କ'ଣ ହେଇଛି ଅସୁବିଧା? ଅସୁବିଧା ହେଇଛି କ'ଣ ଦେଖୁଛନ୍ତି ତ, ଏଇଭଳିଆ ପରିସ୍ଥିତିରେ ମୁଁ ଅଛି। ମୋ ଝିଅର ବି ଏକରେ ହେଇପାରୁନି ଏପର୍ଯ୍ୟନ୍ତ ଭର୍ତ୍ତା। ତା ଆଖି ନେଉନି ବୋଲି, ହାତ ନେଉନି ବୋଲି ତାର ଏପର୍ଯ୍ୟନ୍ତ ଭର୍ତ୍ତା ବି ହେଇପାରୁନି। ଇନ୍ଦିରା ଆବାସ ବି କିଛି ତାର ଏପର୍ଯ୍ୟନ୍ତ ଆମର ଇନ୍ଦିରା ଆବାସ ବି ମିଳୁନି। ବାପା 2006ରେ ଇନ୍ଦିରା ଆବାସ ଆଣିଥିଲେ, 5,000 ଟଙ୍କା ନା 6,000 ଟଙ୍କା ଆଣିଥିଲେ 2006 ମସିହାରେ। ତାପରେ ବି ତାକୁ କାଟୁନାହାନ୍ତି ନା ଆମକୁ ଦେଉନାହାନ୍ତି। କେତେ ବର୍ଷ ହେଲାଣି ଝିଅକୁ ହ୍ୟାଣ୍ଡିକ୍ୟାପ୍ଟ? ଝିଅକୁ 9 ବର୍ଷ ହେଲା। ସରକାର ପାଇଁ କିଛି ଜଣେଇଛନ୍ତି ଆଗରୁ? ଆଗରୁ ଲୋକ ଦେଖିକି ଯାଇଛନ୍ତି, ଆମେ ବି ବ୍ଲକ 2-3 ଥର ଯାଇଛୁ। ସେ କହିଲେ ନାହିଁ ଆପଣଙ୍କର ଆଧାର କାର୍ଡ଼ ନାହିଁ, ହେଇପାରିବନି, ଆପଣ ଅନଲାଇନ୍ କରନ୍ତୁ। ଅନଲାଇନ୍ ଗଲାବେଳକୁ ସେ କହିଲେ ନାହିଁ ଆପଣଙ୍କର ଆଧାର କାର୍ଡ଼ ଏଠି ହେଉନି, ମାନେ ସେଠି ହେଇପାରିବନି, କାଟିଦେବେ। ଆମେ ଏଠି ସିନା କରିଦେବୁ, ସେଠି କାଟି। କ'ଣ ପାଇଁ ଆଧାର କାର୍ଡ଼ ହେଉନି? ଆଧାର କାର୍ଡ଼ ତା ଆଖି ନେଉନି ନା ତା ହାତ ନେଉନି। ଆପଣ ଦେଖନ୍ତୁ, ସେ ବି ଅନେଇ ପାରୁନି, ତା ହାତ ଆଙ୍ଗୁଠିଗୁରା ବି ସରୁ। ସରକାର ତରଫରୁ କିଛି ସହାୟତା ମିଳୁଛି? ନାହିଁ ଆଜ୍ଞା, କିଛି ମିଳୁନି ଆଜ୍ଞା। ଏବେ କ'ଣ ସରକାର ଦାବି ରହିବ? ସରକାର ମୋ ପାଖରେ ଦାବି ଏତିକି, ମୋର ଖଣ୍ଡେ ଘର ଦରକାର, ମୋ ଝିଅର ଭତ୍ତା ଦରକାର। ଜୟନ୍ତୀ ବିଶ୍ୱାଳ। କ'ଣ କରନ୍ତି ଆପଣ? ଏଇ ଘର ଇଏ। ସ୍ୱାମୀ କ'ଣ କରନ୍ତି? ସ୍ୱାମୀ ଅଟୋ ଚଲାଉଛନ୍ତି ଆଉ। କେତେ ପଇସା ପାଆନ୍ତି ମାସକୁ? ମାସରେ ସେଇ 5,000 କ'ଣ ପାଆନ୍ତି ଆଉ। ଆଚ୍ଛା, ଆପଣଙ୍କର ପିଲାପିଲି କେତୋଟି? 3ଟି ଝିଅ। ତା ଭିତରୁ ଜଣେ ହ୍ୟାଣ୍ଡକ୍ୟାପ୍ ଅଛି, ତାର ଆଧାର ହେଇପାରୁନି। ବ୍ଲକ ଯାଇ 2-3 ଥର ଫେରିକି ଆସିଲୁଣି। ଏ ଗଛ ମୂଳେ ରହିଛୁ, ଚାଖୁଣ୍ଡା ଗଛ ମୂଳେ ଆଉ। ଆପଣଙ୍କୁ ଘର ମିଳିନି? ନା, ସେ କ'ଣ ବାପା ଆଡ଼ରେ କ'ଣ ଥିଲା, ଆମକୁ ଦେଉନାହାନ୍ତି। ଆପଣଙ୍କ ଶ୍ୱଶୁରକୁ ଘର ମିଳିଥିଲା? ହଁ, କ'ଣ 5,000 ଖଣ୍ଡେ ଦେଇଥିଲେ ସେତେବେଳେ। କେବେ? ସେ ହେଇଗଲାଣି 2006 ମସିହା। ଆଜ୍ଞା। ଏବେ କ'ଣ ଚାହୁଁଛନ୍ତି? ଏବେ ଚାହୁଁଛି ମୋର ଇନ୍ଦିରା ଆବାସ ପକେଟ୍ କରିଦିଅନ୍ତୁ, ମୋ ଝିଅର ଭତ୍ତା ଦେବେ। କ'ଣ କହିବେ ଏଇ ଲୋକର ଅସୁବିଧା ହେଇଛି? ଏଇ ଲୋକର ଏତେ ଅସୁବିଧା, ବର୍ତ୍ତମାନ ଆମ ଗାଁ ଭିତରେ ପ୍ରାୟ ଏଇ ଅସୁବିଧାରେ ଅଛି, ଆଉ କେହି ନାହାନ୍ତି। ଆଉ ଏଇ ବାଉଁଶ ବଣରେ ଏଇ ଜାଗାରେ ଘର ଖଣ୍ଡେ ଛପର ଚାଳ ଛପର ଘର ରହିଛି। ପବନ ବାତ୍ୟା ହେଲେ ବି ଏଠି ରହିପାରିବେନି। ଆ ଘରକୁ ଯା, ତା ଘରକୁ ଯା, ଏଇ ପ୍ରକାର ପରିସ୍ଥିତି। ପିଲାର କ'ଣ ହ୍ୟାଣ୍ଡିକ୍ୟାପ୍ଟ କେତେ ବର୍ଷ ହେଲାଣି? କ'ଣ ଜନ୍ମ ସରକାର ତରଫରୁ କିଛି ସାହାଯ୍ୟ ତାଙ୍କୁ ମିଳୁଛି? ସିଏ ଫିଜିକାଲି ହ୍ୟାଣ୍ଡିକ୍ୟାପ୍ଟ କାହାକୁ ଜଣେଇଛି କ'ଣ, ମୁଁ ଏପର୍ଯ୍ୟନ୍ତ ତା ସହିତ କଥା ହେଇନି। ଆଉ
କିନ୍ତୁ ଅସୁବିଧା ସିଏ ଅଛି। ଆମେ ମୋଟାମୋଟି ଜାଣିଛୁ ସେ ବହୁତ ଅସୁବିଧାରେ ଅଛି। ଏବେ ଗ୍ରାମବାସୀ ହିସାବରେ ଆପଣ କ'ଣ ଚାହୁଁଛନ୍ତି? ତାମାନେ ତାକୁ ଟିକେ ତାର ଟିକେ ଇନ୍ଦିରା ଆବାସ ଖଣ୍ଡେ ହେଲେ ସେ ଘର ଖଣ୍ଡେ କରନ୍ତା, ଦୁଇ ବଖରା କରିକି ରହନ୍ତା ଛୁଆ ପିଲା ନେଇ, ଏତିକି ହେଇପାରୁନି। ଏବେ ସରକାର ପାଖରେ ସେ ବାରମ୍ବାର ଫେରୁଛନ୍ତି ହ୍ୟାଣ୍ଡିକ୍ୟାପ୍ଟ ପାଇଁ ଭତ୍ତା ପାଇଁ, ଯେମିତିକି ଆପଣ ଗ୍ରାମବାସୀରେ କ'ଣ ଦାବି ରହୁଛି? ଆମର ଦାବି ରହୁଛି ସେ କେମିତି ଯୋଗାଯୋଗ ହେଇ କେମିତି ସେ ପାଇବା ଉଚିତ ତାପରେ। ମୁଁ ସୁନାକର ବେହେରା, ସରପଞ୍ଚ ଚାହାପଡ଼ା ଗ୍ରାମ ପଞ୍ଚାୟତ। ନାଇଁ ତାଙ୍କର ଆକ୍ଚୁଆଲି ତାଙ୍କର ତ ଆଧାର ହେଇପାରୁନି, ସେଥିପାଇଁ ଭତ୍ତା ହେଇପାରିନି। ତାଙ୍କର ଆଧାର ବର୍ତ୍ତମାନ ନେଉନି, ତାଙ୍କର ଯେଉଁ ଟିପ ବି ନେଉନି କି ଆଖି ନ ନେବାରୁ ହେଇପାରୁନି। ସେଥିପାଇଁ ମୁଁ ମୋ ତରଫରୁ ଚେଷ୍ଟା କରିବି ତାଙ୍କୁ କେମିତି ଭୁବନେଶ୍ୱରରେ ହେଉଛି ଯାହା ଏବେ ବୁଝୁଥିଲି ଗୋଟେ ଖବର ପାଇଲି, ତାଙ୍କୁ ନେଇକି ମୋ ତରଫରୁ ବରଂ ପଇସା ଖର୍ଚ୍ଚ ହେଉ ତାଙ୍କୁ ନେଇକି ସେଠି କରେଇକି ଖୁବ୍ ଶୀଘ୍ର ଚେଷ୍ଟା କରିବି ସେ କେମିତି ଭତ୍ତା ପାଇବେ। ରାସନ ପାଇନାହାନ୍ତି ଯେଉଁ ଏବେ ସବୁ ଆଡ଼୍ ହେଉଛି, ଅନଲାଇନ୍ କରାହେଉଛି, ଅନଲାଇନ୍ ଯେତେ ଶୀଘ୍ର କରିକି ତାଙ୍କର ବ୍ୟବସ୍ଥା କରିବୁ। ବର୍ତ୍ତମାନ ଇନ୍ଦିରା ଆବାସ ଯେଉଁ ତାଙ୍କର ପାଇନାହାନ୍ତି ସେ ଆଗରୁ ଗୋଟେ ନେଇଥିଲେ, ତାଙ୍କର ବାକି ଅଛି ପଇସା ସେ ସୁଝିନାହାନ୍ତି, ସେ କରିପାରିନାହାନ୍ତି ଘର, ତାକୁ ସୁଝିଲା ପରେ ନୂଆ ଆସିଲେ ତାଙ୍କର ଆଇଡ଼ିରେ ଗୋଟେ ଯାଇଛି ଯେହେତୁ ସେ ପଇସା ସେ ରିଟର୍ଣ୍ଣ କରିବେ, ରିଟର୍ଣ୍ଣ ଆସିଲେ ସେ ପଇସା ଡିପୋଜିଟ୍ କଲେ ପୁଣି ନୂଆ ତାଙ୍କୁ ଦେବା ବ୍ୟବସ୍ଥା କରିବ। ଆଉ ଖୁବ୍ ଶୀଘ୍ର ତା ବ୍ୟବସ୍ଥା କରିବି, ମୁଁ କେମିତି ପାଇପାରିବ ସେ ଗରିବ ଲୋକ ବ୍ୟବସ୍ଥା ମୁଁ କରିବି। ଏଭଳି ଘଟଣା କେବଳ ବଣୁଆ କ୍ଷେତ୍ରରେ ନୁହେଁ, ମାହାଙ୍ଗର ଅନେକ ଲୋକ ଏପରି ସରକାରୀ ନିୟମ ଯୋଗୁଁ ହଇରାଣ ହରକତ ହେଉଛନ୍ତି। ଯଦି ପୁରୁଣା ନିୟମ ବଦଳରେ ନୂତନ ଭାବେ ଆବାସ ପାଇବା ହକଦାର ଲୋକଙ୍କୁ ବଛାଯାଆନ୍ତା, ତେବେ ବଣୁଆ ପରି ଅନେକ ଗରିବ ଗୁରୁବା ଲୋକ ମୁଣ୍ଡ ଉପରେ ଛାତଟିଏ ପାଇପାରନ୍ତେ। ଓଡ଼ିଶା ସରକାର ଓ ସ୍ଥାନୀୟ ବ୍ଲକ ପ୍ରଶାସନକୁ ଅନୁରୋଧ, ଏଭଳି ଲୋକଙ୍କ ପାଇଁ ସାହାଯ୍ୟ ଓ ସହାୟତା ନିହାତି ଜରୁରୀ। ଦୟାକରି ଖୁସିରେ ବଞ୍ଚିବା ପାଇଁ ଘର ଖଣ୍ଡେ ଓ ଦିବ୍ୟାଙ୍ଗ ସୁନ୍ଦରୀ ପାଇଁ ଭତ୍ତାଟିଏ ଯୋଗାଇ ଦେଲେ ଚେନ୍ନାଇ ହସ ହସି ପାରନ୍ତେ ବଣୁଆର ପରିବାର ଲୋକେ। ସାଲେପୁରରୁ ମାହାଙ୍ଗରୁ ମହେଶ୍ୱର ବେହେରାଙ୍କ ରିପୋର୍ଟ, ଜ୍ୟୋତିପ୍ରଭା ନ୍ୟୁଜ୍।